ଯେତେବେଳେ ଚାହିଁବେ ସେ ନାରୀ ତୁମକୁ ଦବ। ମିଳନ ପାଇଁ ରାତିଦିନ ରୁମ୍କୁ ଡାକିବ। କେବଳ 3 ଥର ତା'ର ନାମ କହି 3ଟି ଲବଙ୍ଗରେ ପରିସ୍ରା କରିଦିଅନ୍ତୁ। ତାପରେ ଦେଖିବେ ଚମତ୍କାର। ଗ୍ୟାରେଣ୍ଟି ଦେଉଛି ସେ ନାରୀ 5 ମିନିଟରେ ତୁମ ପାଖକୁ ଆସିବା ପାଇଁ ବାଧ୍ୟ ହେବ। ଯାହା ଚାହିଁବେ ତାହା କରିବ। ଆଜ୍ଞା ହଁ, ଆପଣ ସମସ୍ତଙ୍କର ଇଚ୍ଛା ଥିବ ନିଜ ପସନ୍ଦର ଝିଅ ପଟେଇବା ପାଇଁ। ସୁନ୍ଦରୀ ପଡ଼ିଶା ଘର ଭାଉଜଠାରୁ ନିଜର ମନ ମୁତାବକ କାମ ହାସଲ କରିବା ପାଇଁ। କିନ୍ତୁ ଇଏ ଏତେ ସହଜ ନୁହେଁ। ତେବେ କେବଳ 3ଟି ଲବଙ୍ଗ ଆଣି ଆଜିର ଏହି ବଶୀକରଣ କରିକି ଦେଖନ୍ତୁ। ଗ୍ୟାରେଣ୍ଟି ଦେଉଛି ଯେଉଁ ଝିଅ ବା ବିବାହିତା ନାରୀ ପାଇଁ ଆପଣ ଏହି ବଶୀକରଣ କରିଦେବେ ସିଏ ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ। ପାଗଳୀ ପରି ଆପଣଙ୍କୁ ଭଲ ପାଇବାକୁ ଲାଗିବ। ଆପଣଙ୍କର ସବୁ କଥା ମାନିବ। ଆପଣ ତାକୁ ଯାହା କହିବେ ଯେମିତି କହିବେ ସିଏ କରିବ। ଯଦି ଆପଣ କେଉଁ ଝିଅକୁ ମନେ ମନେ ଭଲ ପାଉଛନ୍ତି କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ତାକୁ ପଟେଇ ପାରୁନାହାନ୍ତି, ତାକୁ ନିଜର ମନ କଥା କହିବାକୁ ଡରୁଛନ୍ତି, ଆଉ ଆପଣ ଚାହୁଁଛନ୍ତି କି ସେ ଝିଅ ନିଜେ ଆସି ଆପଣଙ୍କୁ ଭଲ ପାଉଛି ବୋଲି କହୁ, ତେବେ ମୋ କଥା ମାନି 3ଟି ଲବଙ୍ଗ ଆଣି ଆଜିର ଏହି ବଶୀକରଣ କରିକି ଦେଖନ୍ତୁ। ଏହି ବଶୀକରଣ ଏତେ ଶକ୍ତିଶାଳୀ କି ଏହାର ପ୍ରୟୋଗ କେବେ ବି ଖାଲି ଯାଏନି। ଯେଉଁ ଝିଅ ବା ନାରୀ ଉପରେ ଆପଣ ଏହି ବଶୀକରଣ ପ୍ରୟୋଗ କରିଦେବେ ସିଏ ନିଜେ ଆସିବ ଆପଣଙ୍କ ସହିତ କଥା ହେବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଯେଉଁ ଝିଅ ଆପଣଙ୍କୁ ଧୋକା ଦେଇଛି, ଆପଣଙ୍କର ନମ୍ବର ବ୍ଲକ୍ କରିଦେଇଛି, ଅନ୍ୟ କାହା ସହିତ କଥା ହେଉଛି, ଅନ୍ୟ କାହାକୁ ଭଲ ପାଉଛି, ତେବେ ମୋ କଥା ମାନି 3ଟି ଲବଙ୍ଗ ଆଣି ଏହି ବଶୀକରଣ କରିକି ଦେଖନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ଝିଅ ଯେତେ ଦୂରରେ ଥିଲେ ମଧ୍ୟ ରାତିଦିନ ଆପଣଙ୍କ କଥା ଭାବିବ। ନିଜେ ଆସିବ ଆପଣଙ୍କର ପାଦ ତଳେ ପଡ଼ିବ, ଆପଣଙ୍କୁ ଭଲ ପାଉଛି ବୋଲି କହିବ। ଆପଣଙ୍କ ପ୍ରେମରେ ଏମିତି ଦିବାନୀ ହେଇଯିବ କି ଆପଣଙ୍କୁ ଛାଡ଼ି ରହିପାରିବନି। ଏହି ବଶୀକରଣ ସାହାଯ୍ୟରେ ଆପଣ ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରିପାରିବେ। ତାଠାରୁ କିଛି ବି କାମ ହାସଲ କରିପାରିବେ। ସିଏ ଆପଣଙ୍କୁ କୌଣସି ପ୍ରକାର ବାଧା ଦେବ ନାହିଁ। ଯାହା ଚାହିଁବେ ତାହା କରିବ। ତେବେ ଏହି ବଶୀକରଣ ଆପଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ ମୁଁ ଆପଣଙ୍କୁ ଶିଖେଇବି। ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଠିକ୍ ଭାବରେ ଶିଖେଇବି। ଜାଣିବା ପାଇଁ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖନ୍ତୁ। ତେବେ ଯାଇକି ଆପଣ ସମ୍ପୂର୍ଣ୍ଣ ପ୍ରୟୋଗ ବିଧି ଠିକ୍ ଭାବରେ ଜାଣିପାରିବେ। ଅଧାରୁ ଛାଡ଼ିକି ପଳେଇଲେ କିମ୍ବା କାଟି କାଟି ଦେଖିଲେ ଆପଣ କିଛି ବି ବୁଝିପାରିବେନି। ପରେ କମେଣ୍ଟ କରିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ଦେଖନ୍ତୁ, ମୋର ଆପଣମାନଙ୍କୁ ସବୁବେଳେ ଅନୁରୋଧ କି ଆପଣ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖନ୍ତୁ। ପ୍ରୟୋଗ ବିଧି ଠିକ୍ ଭାବରେ ବୁଝନ୍ତୁ। ତାପରେ ଆପଣ ବଶୀକରଣ କରିବା ପାଇଁ ଯିବେ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆପଣ ଯେଉଁ ଝିଅ ବା ବିବାହିତା ନାରୀକୁ ଚାହିଁବେ ଅତି ସହଜରେ ପଟେଇ ପାରିବେ, ନିଜ ଆଡ଼କୁ ଆକର୍ଷିତ କରେଇ ପାରିବେ। କାହିଁକି ନା ଏହି ବଶୀକରଣ ସାହାଯ୍ୟରେ ହଜାର ହଜାର ଲୋକମାନେ ଲାଭବାନ ହେଇଛନ୍ତି। ମାତ୍ର ଗୋଟିଏ ଥରରେ ନିଜ ପ୍ରେମକୁ ପାଇପାରିଛନ୍ତି। ଆଶା ଛାଡ଼ି ଦେଇଥିବା ଲୋକ ନିଜ ପ୍ରେମକୁ ପାଇପାରିଛି। ବିନା ମନ୍ତ୍ର, ବିନା ତନ୍ତ୍ର, ବିନା କିଛି ଜିନିଷ ଖୁଆଇ ପିଆଇ, ବିନା କୌଣସି ପଇସା ଖର୍ଚ୍ଚ କରି ଆପଣ ଘରେ ବସି ବସି ଏହି ବଶୀକରଣ ଅତି ସହଜରେ କରିପାରିବେ। ଆଉ ନିଜ ପସନ୍ଦର ସୁନ୍ଦରୀରୁ ସୁନ୍ଦରୀ ଝିଅ ବା ସୁନ୍ଦରୀ ଭାଉଜକୁ ପଟେଇ ପାରିବେ। ମୋର ବିଶ୍ୱାସ କି ଆପଣ ଅତି ସହଜରେ ଏହି ବଶୀକରଣ କରିପାରିବେ। ବର୍ଷ ବର୍ଷ ଧରି ଭାଙ୍ଗି ଯାଇଥିବା ପୁରୁଣା ପ୍ରେମକୁ ଫେରାଇ ଆଣିପାରିବେ। କେଉଁ ବି କୁଆଁରୀ ଝିଅ ବା ବିବାହିତା ନାରୀକୁ ନିଜ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେଣୁ ମୋର ଆପଣମାନଙ୍କୁ ଅନୁରୋଧ କି ମନରେ କୌଣସି ଖରାପ ଉଦ୍ଦେଶ୍ୟ କିମ୍ବା କୌଣସି ଖରାପ କାମ ପାଇଁ ଆପଣ ଏହି ବଶୀକରଣ ପ୍ରୟୋଗ କରିବେନି। କାହିଁକି ନା ଯେଉଁ ଝିଅ ବା ବିବାହିତା ନାରୀ ଉପରେ ଆପଣ ଏହି ବଶୀକରଣ ମାତ୍ର ଗୋଟିଏ ଥର ପ୍ରୟୋଗ କରିଦେବେ, ସିଏ ସେହି ସମୟଠାରୁ ଆପଣଙ୍କର ଗୁଲାମୀ କରିବ। ଆପଣଙ୍କର ସବୁ କଥା ମାନିବ। ଆପଣ ତାକୁ ଯାହା କହିବେ, ଯେମିତି କହିବେ ସିଏ କରିବ। କୌଣସି ପ୍ରକାର ବାଧା ଦେବ ନାହିଁ। ଆପଣଙ୍କର ସବୁ ଇଚ୍ଛା ପୂରଣ କରିବ।
आज्ञा हाँ आपणकर सबु इच्छा पूरण करिब। 3टी लवंगर यही वशीकरण एते शक्तिशाली कि यार प्रयोग केबे भी खाली जाएनी। जी भी यह करिछि सफल होइछि। आपण भी मात्र गोटिए थर करिकि देखंतु तापर देखिबे किपरि सेही समय ठारू झील पटिजिब। पड़िशा घर सुंदरी भाउज आपणक प्रेम रे दीवानी होइजिब। जहा चाहिबे ताहा करिब। निजे आसिब आपणक सहित कथा हब आपणकु भल पाउछि बोली कहिब। तेबे एही वशीकरण विधि जानिबा पूर्वरु मोर आपण मानकु गोटे छोटिया अनुरोध शुणी नियंतु। आमर भिडियोर कमेंट रे बहुत लोक माने फेक लोक माने कमेंट करुछंती, मोबाइल नंबर देउछंती, वशीकरण करिबे कहिकी हजार हजार टंका ठकी नेउछंती। सेमाने एते मात्रा रे कमेंट करुछंती कि आपणकर कमेंट ता भितरे हजि जाउची आउ आमे आपणकु रिप्लाय करि पारुनु। एथिपई आपण आमको क्षमा करिबे आउ कमेंट बॉक्स रे दिया जाउथिबा फेक मेसेज आ मोबाइल नंबर रो रिप्लाय दियंतु नाही। काहेकि ना सेमाने वशीकरण करिबे कहिकी आपणकर पैसा ठकी नेबे। तेणु मोर आपण मानकु अनुरोध कि आपण वीडियो देखंतु, निजे चेष्टा करंतु, किंतु एही सब ठकामी रे पड़ंतु नाही। आमर बहुत सारा दर्शक बंधु माने अछंती जेउ माने आमको कहउछंती कि गुरुजी आपण आमर काम करि दियंतु, आपण जेते पैसा मागिबे आमे देबु। हजार हजार टंका जाचुचंती। देखंतु यूट्यूब रे आपणकु एमिति बहुत चैनल मिल जिवो जेउ माने मोबाइल नंबर देउछंती, ताबिज बिकुचंती, वशीकरण करिबे कहिकी हजार हजार टंका ठकी नेउछंती। किंतु आमर एही चैनल रे आपणक पई फ्री रे वशीकरण वीडियो अपलोड करा जाउची, जहाकू आपणकर सुविधा पई अपलोड करा जाउची, जहाकू आपण निज घरे बसी बसी करि परिबे। तेबे आपण पैसा कोन पई खर्च करिबे? आपण वीडियो देखंतु, निजे चेष्टा करंतु, तेबे जाय कि आपण सफल हेबे। जदि गोटिए थररे सफल हेई पारुनांती, द्वितीय थर चेष्टा करंतु, निहाती भाबे सफल हेबे। तेबे वशीकरण करिबा पूर्वरु वशीकरण विषय रे किछि जानि रखंतु। वशीकरणर माने हेउची सामना बालाकू निज बसरे करिबा, तार दिमाग रे निजर भल पाइबा को पहुंचेबा। तेबे वशीकरण कोन पई करा जाय? जेतेबेले आपण काहाकू निज ठारू अधिक भल पाउचंती, किंतु जेते चेष्टा कले मध्य ताकू पटेई पारुनांती, ता बिना बंची पारिबेनी भाबुचंती, सेतेबेले आपण वशीकरण करि परिबे। किंबा जदि केउ लोक बिना कारण रे आपणको हैरान करूची, आपणकर घर परिवार उपरे खराब नजर पकौची, तेबे एही परि परिस्थिति रे आपण वशीकरण करि परिबे। काहेकि ना केते थर एमिति हेइथाय कि आमर शत्रु पैसा रे आउ शक्ति रे आमठारू बलवान हेइथाय, आउ आमे चाहिकी भी तार किछि करि पारु नाहु। एही परि परिस्थिति रे आपण वशीकरण करि परिबे। निज शत्रु को हाथ मुठारे रखि पारिबे, सुंदरी झियो पटेई पारिबे। एथिपई आजिर एही भिडियोटी रे मु आपणक पई आमर तंत्र शास्त्ररू दुनियार सबुठारू सहज घरेई वशीकरण नेई आसीची, जहाकू प्रयोग करिदेले आपण केउ भी कुंवारी झियो बा सुंदरी भाउज को अति सहजरे पटेई पारिबे। ताठारू निजर मन मुताबक काम हासिल करि पारिबे। सीए आपणक प्रेम रे एमिति दीवानी हेइजिबो कि राति दिन आपणको फोन करिब, घर को डाकिब, जहा चाहिबे ताहा करिब। तेबे मने रखंतु, मंत्र तंत्र जंत्र वशीकरण ये एमिति सेमिति काम करेनी। मनरे संपूर्ण विश्वास निष्ठा आउ एकाग्रतार सहित आपणको एही वशीकरण करिबाकू पड़िबो। तेबे जाई मु आपणको ग्यारंटी देउची, आपण जेते सुंदरी झियो को चाहिबे पटेई पारिबे। तेणु जदि आपण एही वशीकरण करिबाकू चाहुचंती, से झियो बा नारी को पटेइबाकू चाहुचंती, ताकू निज प्रेम रे दीवानी करी ताठारू किछि भी काम हासिल करिबाकू चाहुचंती, तेबे भिडियोटी को मूलर शेष पर्यंत पूरा ध्यान सहित देखंतु। तेबे एही वशीकरण करिबा पई आपणकू केवल 3टी लवंग दरकार। 3टी लवंगर साहाय्य रे आपण झियो पटेई पारिबे, विवाहिता नारी पटेई पारिबे। प्रथमे आपण कोन करिबे, 3टी लवंग नेकी कोनोसी एक सुनसान जगह को जिबे,
ଯେଉଁଠାରେ ଆପଣଙ୍କୁ କେହି ଦେଖିବେନି କିମ୍ବା ଡାକିବେନି। ତାପରେ ସେ 3ଟି ଲବଙ୍ଗ ତଳେ ମାଟି ଉପରେ ରଖିବେ ଆଉ ଆଖି ବନ୍ଦ କରିକି ସେଇ ଝିଅ ବା ନାରୀକୁ ମନେ ମନେ ଭାବିବେ। ତାର ମୁହଁକୁ ନିଜ ମନରେ ଭାବିବେ। ତାପରେ ସେ 3ଟି ଲବଙ୍ଗ ଉପରେ ପରିସ୍ରା କରିବେ। ପରିସ୍ରା କରିବା ବେଳେ ଆପଣ ତାସିନ୍ ତାସିନ୍ ମର୍ତାସିନ୍ ଏହିପରି ଏହି ଶବ୍ଦକୁ 3 ଥର ପଢ଼ିଦେବେ। 3 ଥର ପଢ଼ିସାରିବା ପରେ 5 ଥର ସେ ଝିଅ ବା ନାରୀର ନାମ କହିବେ ଯାହାକୁ ଆପଣ ବଶରେ କରିବାକୁ ଚାହୁଁଛନ୍ତି। ଏତିକି କରିସାରିବା ପରେ ଚୁପଚାପ ଘରକୁ ଫେରି ଆସିବେ। ପଛକୁ ବୁଲିକି ଚାହିଁବେନି। ଗ୍ୟାରେଣ୍ଟି ଦେଉଛି ଏତିକି କରିକି ଦେଖନ୍ତୁ ସେ ଝିଅ ହେଉ ବା ବିବାହିତା ନାରୀ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଯାହା ଚାହିଁବେ ତାହା କରିବ। ଧନ୍ୟବାଦ।